ଏହି ଭିଡ଼ିଓରେ ଆମେ ମନୋରଞ୍ଜନ ଦାସଙ୍କର ନନ୍ଦିକା କେଶରୀ ନାଟକ ପଢ଼ିବାକୁ ଯାଉଛେ। ଏହି ନାଟକରେ ଚରିତ୍ର ଗୁଡ଼ିକ ହେଉଛନ୍ତି ନନ୍ଦିକା, ରାଣୀ, ଚୋଡ଼ଗଙ୍ଗ, ସୁବର୍ଣ୍ଣକେଶରୀ, ବାସୁଦେବ, ପଞ୍ଚୁଆ, କାଳିଆ, ରାଜପୁରୋହିତ, ବୟସ୍ୟ, ଚମୁପତି, ମହାଦଣ୍ଡପାଶ, ସୂତ୍ରଧାର, ସନ୍ଧି, ଗାୟକ, ଗଣେଶ ଏବଂ ପାଇକ, ପ୍ରହରୀ, କଟୁଆଳ ପ୍ରଭୃତି। ସେଟ୍ ମୁକ୍ତ ରଙ୍ଗମଞ୍ଚ କିମ୍ବା ପ୍ରୋସିନିୟମ୍ ଷ୍ଟେଜ୍ ପ୍ରଭୃତି ଯେକୌଣସି ମଞ୍ଚରେ ଏହି ନାଟକର ଅଭିନୟ କରାଯାଇପାରିବ। ତ ଚାଲନ୍ତୁ ନାଟକଟି ପଢ଼ିବା ଆରମ୍ଭ କରିବା। ବାଦ୍ୟଧ୍ୱନି ହେଉଥିବା ବେଳେ ନାଟକର ସମସ୍ତ ଚରିତ୍ର ରଙ୍ଗମଞ୍ଚକୁ ପଶି ଆସିବେ। ଚରିତ୍ର ଗୁଡ଼ିକର ମଝିରେ ଥିବେ ଗଣେଶ। ଗଣେଶ ହାତୀ ମୁଣ୍ଡର ମୁଖା ପିନ୍ଧିଥିବେ ଏବଂ କଥା କହିଲା ବେଳେ ତାଙ୍କ ମୁଖାକୁ ମୁଣ୍ଡ ଉପରକୁ ଉଠାଇ ନେବେ ଏବଂ କଥା କହିସାରିବା ପରେ ମୁଖାକୁ ପୁଣି ମୁହଁରେ ଲଗାଇବେ। ସମଗ୍ର ନାଟକରେ ଆବଶ୍ୟକ ସ୍ଥଳେ କେଉଁଠି ଏକ କଣ୍ଠରେ, କେଉଁଠି ବେନି କଣ୍ଠରେ ବା କେଉଁଠି ମିଳିତ କଣ୍ଠରେ ଗୀତ ବୋଲାଯିବ। ଚରିତ୍ରମାନଙ୍କ ମଧ୍ୟରେ ଥିବେ ସୂତ୍ରଧାର। ସୂତ୍ରଧାରଙ୍କ ଭୂମିକା ଆଧୁନିକ ନାଟକର ରଚୟିତା ଓ ନିର୍ଦ୍ଦେଶକର ଭୂମିକା ଏବଂ ଦେଶିଆ ନାଟର ସନ୍ଧିର ଭୂମିକା ସହିତ ସମାନ। ବାଦ୍ୟଧ୍ୱନି ମଧ୍ୟରେ ମଞ୍ଚ ପରିକ୍ରମା ପରେ ଗଣେଶ ବନ୍ଦନା କରାଯିବ। ଗାୟକ, ଗାଆଣ ବା ଗାୟକମାନେ ଏଥିରେ ମୁଖ୍ୟ ଅଂଶ ଗ୍ରହଣ କରିବେ। ଗାୟକ ଓ ଅନ୍ୟ ଚରିତ୍ରମାନେ ଗାଉଛନ୍ତି ଯେ ଗଣନାଥ ଗଣାଧୀପ ଗୌରୀ ନନ୍ଦନ ହେ, ଏକଦନ୍ତ ଲମ୍ବୋଦର ବିଘ୍ନ ନାଶନ ହେ, ପୁଣ୍ୟକ ବ୍ରତରୁ ଜାତ ଶନି କୋପେ ଭସ୍ମୀଭୂତ, ଶିରସ୍ଥାନେ ଶୋଭା ପାଏ ଗଜବଦନ ହେ, ମୂଷିକ ବାହନ ପରେ ରକ୍ତଚିତା ଶୋହେ ଶିରେ, ତୋ ଦର୍ଶନେ ହୁଏ ସର୍ବ ରିଷ୍ଟ ଖଣ୍ଡନ ହେ, ବିଷ୍ଣୁ ଅଭିଳାଷେ ତୋର ପୂଜା ହୁଏ ଅଗ୍ରସାର, ହୃଦୟ ବେଦୀରେ କରୁ ତୋ ଆବାହନ ହେ। ଗଣେଶ କହୁଛନ୍ତି, ହେ ସୂତ୍ରଧାର, କି କାରଣେ ତୁମ୍ଭେ ଆମ୍ଭର ଆବାହନ କଲ? ସୂତ୍ରଧାର, ପ୍ରଭୁ, ଆବାହନର କାରଣ ଏହିକି ଯେ ଆମ୍ଭେ ଗୋଟିଏ ନାଟକ ଉପସ୍ଥାପନ କରିବାକୁ ମନସ୍ଥ କରିଅଛୁ। ଗଣେଶ, କି ନାଟକ ତାହା? ସୂତ୍ରଧାର, ନାଟକର ନାମ ହେଲା ନନ୍ଦିକା କେଶରୀ। ଗଣେଶ, କେଉଁ ନନ୍ଦିକା କଥା କହୁଛ? କେଉଁ ନନ୍ଦିକା କଥା କହୁଅଛ? ସୂତ୍ରଧାର, ନନ୍ଦିକା ପ୍ରଭୁ, ନନ୍ଦିକା, ରାଜାର ଦୁଲାଲି ନନ୍ଦିକା, ସାମନ୍ତର କନ୍ୟା ନନ୍ଦିକା, ଚଷାର ଝୁଅ ନନ୍ଦିକା। ନନ୍ଦିକା ବି ହୋଇପାରେ ଜଣାଶୁଣା ଯେକୌଣସି ଝୁଅର ନାଁ। ଝୁଅର ଅର୍ଥାତ୍ ଝିଅର। ଅତୀତର, ବର୍ତ୍ତମାନର, ଭବିଷ୍ୟତର ଯେକୌଣସି ନାଁ ପରି ନାଁଟିଏ। ନାଁ କେବଳ ନାଁ। ନନ୍ଦିକା ପ୍ରଭୁ, ଏ ନନ୍ଦିକା କିନ୍ତୁ ଯେକୌଣସି ନନ୍ଦିକାର ନାଁ ନୁହେଁ। ଏ ନନ୍ଦିକା ରାଜଚୟନା ନନ୍ଦିକା। ରାଜା ସୁବର୍ଣ୍ଣକେଶରୀଙ୍କର ଦୁହିତା ନନ୍ଦିକା। ନନ୍ଦିକା କେଶରୀ ଏହି ନାଟକର ନାୟିକା। କିମ୍ବଦନ୍ତୀର ଖୋଳ ଭାଙ୍ଗି ଶହ ଶହ ବର୍ଷର ଘଟଣାକୁ ଅର୍ଥାତ୍ ଦ୍ୱାଦଶ ଶତକର ଏକ ମର୍ମସ୍ପର୍ଶୀ ଘଟଣାକୁ ଏ ନାଟକରେ ଜୀବନ୍ୟାସ ଦେବା ପାଇଁ ଚେଷ୍ଟା କରିଅଛୁ ପ୍ରଭୁ। ଦର୍ଶକମାନେ ଉପସ୍ଥିତ ହୋଇ ନିଜ ନିଜର ଆସନ ଗ୍ରହଣ କରିସାରିଲେଣି। ହେ ଦେବାଧିଦେବ ବିନାୟକ, ପ୍ରଭୁଙ୍କର ଆଦେଶ ହେଲେ ଆମ୍ଭେ ନାଟକର ଅଭିନୟ ଆରମ୍ଭ କରିବୁ। ଗଣେଶ, ନଟନାଟୀଗଣଙ୍କୁ ରଙ୍ଗମଞ୍ଚରେ ଉପସ୍ଥିତ କରାଅ। ସେମାନଙ୍କର ଦୈହିକ ଓ ମାନସିକ ପରିଚୟ ପ୍ରଦାନ କରି ଅଭିନୟ ଆରମ୍ଭ କର ବତ୍ସ। ସୂତ୍ରଧାର, ପ୍ରଭୁଙ୍କର ଆଜ୍ଞା ପାଇଁ ଯୋଡ଼ ହସ୍ତରେ ପ୍ରଣାମ କରୁଛି ପ୍ରଭୁ। ନିବେଦନ କରୁଛି ନାଟକର ନୃତ୍ୟ, ସଙ୍ଗୀତ, ସଂଳାପ, ଅଭିନୟ ଏବଂ ଅନ୍ୟ ସମସ୍ତ ଆଙ୍ଗିକ ନିର୍ବିଘ୍ନରେ ସମାପିତ ହେଉ। ରକ୍ତଚନ୍ଦନ ରକ୍ତପୁଷ୍ପଧାରୀ ହେରମ୍ବଙ୍କର
ଆଶୀର୍ବାଦ ମିଳୁ। ଗଣେଶ, ତୁମ୍ଭର ପ୍ରାର୍ଥନା ପୂରଣ କଲୁ ବତ୍ସ। ଆମ୍ଭର ଆଶୀର୍ବାଦ ବଚନ କଲ୍ୟାଣ କଲ୍ୟାଣ କଲ୍ୟାଣ। ସୂତ୍ରଧାର, ଏଥର ଆପଣ କୈଳାସକୁ ବିଜେ ହୁଅନ୍ତୁ ପ୍ରଭୁ। ଗଣେଶ, କୈଳାସକୁ ନୁହେଁ, ଦର୍ଶକମାନଙ୍କ ମଧ୍ୟରେ ଅଦୃଶ୍ୟରେ ଉପସ୍ଥିତ ରହି ଆମ୍ଭେ ମଧ୍ୟ ତୁମ୍ଭର ନନ୍ଦିକା କେଶରୀ ନାଟକ ଦର୍ଶନ କରିବୁ। ସୂତ୍ରଧାର, ଯଥା ଅଭିଳାଷ ପ୍ରଭୁ। ମ୍ୟୁଜିକ ସହିତ ସମସ୍ତେ ଗଣେଶଙ୍କୁ ରଙ୍ଗମଞ୍ଚରୁ ନେଇଗଲେ। ମଞ୍ଚରେ ରହିଗଲେ କେବଳ ସନ୍ଧି। ଏଥୁ ଅନ୍ତେ ନଟନାଟୀମାନେ ରଙ୍ଗମଞ୍ଚକୁ ଆସିଲେ। ସେମାନଙ୍କ ମଧ୍ୟରେ ସର୍ବାଗ୍ରେ ରାଜକନ୍ୟା ନନ୍ଦିକା। ସେ ସମୟରେ ଗାୟକମାନେ ଏହିପରି କାଳ ବର୍ଣ୍ଣନା କଲେ। ଗୀତ ସମୟରେ ମଞ୍ଚକୁ ଚରିତ୍ରଗୁଡ଼ିକ ପଶି ଆସିବେ। ଏଥର ସେମାନଙ୍କ ଶରୀରକୁ ଆବୃତ କରିଥିବା ଉତ୍ତରୀୟ ନଥିବ। ଆଗରେ ଥିବେ ନନ୍ଦିକା, ତାଙ୍କ ପଛରେ ଥିବେ ଅନ୍ୟ ଚରିତ୍ରମାନେ। ସେମାନେ ମଞ୍ଚରେ ନିଜ ନିଜ ସ୍ଥାନକୁ ଚାଲିଯିବେ। ଗାୟକ, ଗୁରୁପାଦ ଚାଳି ଶୋଭାଙ୍ଗୀ ରାଜବାଳୀ ଭାବନା ବୋଝ ନେଇ ସଭାକୁ ଆସଇରେ। ସରୋଜ ମୁଖ ଶଶୀ କାଳିମା ପରକାଶୀ ରାହୁକି ଅକାଳରେ ଗ୍ରାସଇରେ। ନୟନ ଶୋଭା ପାଏ ତା ଦୁଇ କାନ ଯାଏ ଅଧା ଖୋଲି ସେ ଅଧା ବୁଜଇରେ। ଗୁରୁପାଦ ଚାଳି ଶୋଭାଙ୍ଗୀ ରାଜବାଳୀ ଭାବନା ବୋଝ ନେଇ ସଭାକୁ ଆସଇରେ। ଭବିଷ୍ୟତା ଅନ୍ଧାର ପାରେନା କରି ସ୍ଥିର ବିକଳେ ପ୍ରାଣ ତାର କାନ୍ଦଇରେ। ଜାଣେନା କେଉଁପରି ତାକୁଇ କେନ୍ଦ୍ର କରି ଯେତେ ଯା ଭ୍ରମ ଅଛି ଦେବ ସେ ଭସାଇରେ। ଏତିକି ଜାଣିଛି ସେ ତାକୁଇ ଅବଶେଷେ ଦେବାକୁ ହେବ ଭାଗ୍ୟ ସ୍ରୋତରେ ମିଶାଇରେ। ନଈର ମଝି ସୁଏ ଯିବ ସେ ଭାସି ଛାଏଁ ଦି କୂଳ ରହିଯିବ ତା ପାଇଁ ଦୂରେଇରେ। କେଶରୀ କୁଳବୃଦ୍ଧ ତା ଲକ୍ଷ୍ୟ ମୂଲ୍ୟବୋଧ ଆଦର୍ଶେ ଦେବେ ନାହିଁ ବଧାଇରେ। ତେଣେ ବି ଗଜପତି ନ ବୁଝି ତାର ନୀତି ଅଯଥା ଦେବେ ତାକୁ ଫେରାଇରେ। ଗୁରୁପାଦ ଚାଳି ଶୋଭାଙ୍ଗୀ ରାଜବାଳୀ ଭାବନା ବୋଝ ନେଇ ସଭାକୁ ଆସଇରେ। ସୂତ୍ରଧାର, ଯଥାର୍ଥ ନୁହେଁ କେଶରୀ କୂଳ, ନୁହେଁ ଗଙ୍ଗା କୂଳ। କେହି ନନ୍ଦିକାର ଜୀବନର ମୂଲ୍ୟବୋଧକୁ ଗୁରୁତ୍ୱ ଦେବେନି, ସ୍ୱୀକାର କରିବେନି। ବାସ୍ତବିକ ଏଇ ତ ନନ୍ଦିକାଙ୍କର ମର୍ମବେଦନା। ଏଇ ଯନ୍ତ୍ରଣା ଭିତରେ ନନ୍ଦିକା ଭାବୁଛନ୍ତି, ଯେଉଁଠି ସତ୍ୟ ଆଉ ମାନବିକତା ଅର୍ଥହୀନ, ସେଠି ଜୀବନର ଅନ୍ୟ ନାମ ମୃତ୍ୟୁ। ସେ ନିଶ୍ଚିତ ଭାବେ ମରିବାକୁ ଯାଉଛନ୍ତି। ନିରୁପାୟ ସେ ମୃତ୍ୟୁ ଯେଉଁଠି ନିରୁପାୟ, ଖ୍ୟାତି ବା କଳଙ୍କ ସେଠି ଅର୍ଥହୀନ। ନା, ଯେତେବେଳେ ଜଣଙ୍କର ନନ୍ଦିକା, ସେତେବେଳେ ମାତ୍ର ଗୋଟିଏ କାମ ତାର କରିବାକୁ ଥାଏ। ନାଟକର ଶେଷ ଯାକେ ନନ୍ଦିକା ସେଇଆ ହିଁ କରିବେ। ନନ୍ଦିକା ବସିଗଲେ। ମଞ୍ଚର ଅନ୍ୟ ସ୍ଥାନରେ ଉଭା ହେଲେ ସୁବର୍ଣ୍ଣ କେଶରୀ। ସନ୍ଧି, ସଭାଜନେ ଏବେ ଦେଖନ୍ତୁ ଏହାଙ୍କୁ, ସୁବର୍ଣ୍ଣ କେଶରୀ ରାଜା ଡରନ୍ତି ଯାହାଙ୍କୁ। ବାଳବୃଦ୍ଧ ନରନାରୀ ରାଜ୍ୟ ଅଧିବାସୀ, ଶତ୍ରୁ ନାଶ ପାଇଁ ଯାର କ୍ଳାନ୍ତ ନୁହେଁ ଅସି। ଏଥିଲେ ଯଯାତି କେଶରୀ, ନୃପ କେଶରୀ ଆଉ ମର୍କତ କେଶରୀଙ୍କର ବଂଶଧର। କେଶରୀ ବଂଶର ଶେଷ ନୃପବର। ବୟସ ଭାରରେ ଚମ ଝୁଲି ଆସିଲାଣି। ମାଂସପେଶୀ ସବୁ ତାଙ୍କ ଶିଥିଳ ହେଲାଣି। ମୁଣ୍ଡର କେଶ ସମସ୍ତ ଧବଳ ହେଲାଣି। ବେଳେ ବେଳେ କଣ୍ଠସ୍ୱର ଥରି ଆସିଲାଣି। ତଥାପି ସେ ସବୁକୁ ରାଜା ଭ୍ରୂକ୍ଷେପ ନ କରନ୍ତି। ନିଜର ଶାସନ ଅଭିଜ୍ଞତା, ରାଜନୈତିକ ବିଚକ୍ଷଣତା ଆଉ ସାମରିକ ପାରଦର୍ଶିତା ସେ ପ୍ରମାଣ କରିବାକୁ ଇଚ୍ଛନ୍ତି।
ମୁଁ ଯଦି ଭବିଷ୍ୟତ ଦ୍ରଷ୍ଟା ହୋଇଥାନ୍ତି ସେ ହୁଏତ ମୋତେ ପ୍ରଶ୍ନ କରନ୍ତେ। ଗାୟକ: କୁହ କେବେ ହେ ଅରି ଯିବ ହେ, ପରାଜୟ ଲଭି ଫେରି ଯିବ ହେ, ଅରି ଯିବ ହେ, କୁହ କେବେ ହେ, କୁହ କେବେ ହେ, ରୁଦ୍ଧ ଗଡ଼ଦ୍ୱାର ଖୋଲା ଯିବ ହେ, ସେ କି ଏବେ ହେ, କୁହ ଏବେ ହେ। ସୂତ୍ରଧାର: କିନ୍ତୁ ହାୟ, ସୁବର୍ଣ୍ଣକେଶରୀ ନିର୍ବୋଧ ନୁହନ୍ତି ଯେ ଏ ପ୍ରଶ୍ନ ପଚାରିବେ। ଏ ପ୍ରଶ୍ନ ପଚାରିବା ଅପେକ୍ଷା ସେ ଯଦି ରୁଦ୍ଧ ବିଡ଼ାନାସୀ କଟକର ଚଣ୍ଡୀ ମନ୍ଦିରରେ କରିପାରନ୍ତି ଉପାସନା, ସେଥିରେ ହୁଏତ ଫଳ ମିଳିପାରେ। ସନ୍ଧି: ଏମନ୍ତେ ବିଚାରି ରାଜା ସେହି କଥା କରିଥିଲେ। ଏଯାବତ୍ 21 ଦିନ ଚଣ୍ଡୀ ମନ୍ଦିରରେ ବ୍ରତ ପାଳନ କରୁଥିଲେ। ଆଜି ତାର ଉଦ୍ଯାପନ ଦିବସ। ତେଣୁ ଦୁର୍ଗନଗରର ରାଜପଥରେ ଏହି ପ୍ରକାର ଘଟଣା ପ୍ରଚାରିତ କରାଇଲେ। ନାଗରା ବଜାଇ ପାଇକ ପ୍ରବେଶ କଲା। ପାଇକ: ନଗ୍ରବାସୀ ଶୁଣ ଶୁଣ ହୋ, ବୋଇଲା ନଗ୍ରବାସୀ ଶୁଣ ଶୁଣ, ଚାର ହକାରଇ ନାଗରା ବଜାଇ, ମାହାର୍ଜା ଆଜ୍ଞା ପ୍ରମାଣ ହୋ, ଆଜି ଶେଷ ଦିନ ପୂଜା ସମାପନ ଗଡ଼ଚଣ୍ଡୀ ମନ୍ଦିରରେ। ଖାଲି ପେଟେ ରାଜା କରୁଛନ୍ତି ପୂଜା ବହୁତ ନୀତି ବିଧିରେ ହୋ, କ୍ଷୀର ମାଲପୁଆ ଖାଇବେ ନାହିଁ ହୋ, ଛାମୁ ଆଜି ଦିନ ସାରା, ପ୍ରଜାକୁଳ ପେଟେ ନଦେବେରେ ଦାନା, ରାଜାର ଆଦେଶ ପରା ହୋ, କ୍ଷୀର ମାଲପୁଆ ଲଡୁ ପୁରୀ ଖୁଆ, ରାଜା ତେଜିଛନ୍ତି ଯେଣୁ, ନୀତିନା ଆହାର ପରଜା କୁଳର, ତେଜିବାକୁ ହେବ ତେଣୁ ହୋ, ଖଦୁପେଜ ଯାଉ ଶାଗ ମୁଗ ଲାଉ, ଦେବ ଯେବେ ଖାଇ କିଏ, ଲାତବେତ ପରେ ସବୁରି ଆଗରେ, ଶୂଳିରେ ଚଢ଼ିବ ସିଏ ହୋ। ନାଗରା ପିଟି ପିଟି ପାଇକ ପ୍ରସ୍ଥାନ କଲା। ଆଲୋକ ସୁବର୍ଣ୍ଣକେଶରୀଙ୍କ ଉପରେ କେନ୍ଦ୍ରୀଭୂତ ହେଲା। ସୂତ୍ରଧାର: ଆଜି ବ୍ରତର ଉଦ୍ଯାପନ ଦିବସ। ବୃଦ୍ଧ ସୁବର୍ଣ୍ଣକେଶରୀଙ୍କର ଆଜି ପରୀକ୍ଷାର ଦିନ। ରଣକ୍ଳାନ୍ତ ନଗରବାସୀ ଯୁଦ୍ଧ ଇଚ୍ଛା କରନ୍ତି ନାହିଁ। ରାଜାଙ୍କର କିନ୍ତୁ ସଂକଳ୍ପ ଏ ଯୁଦ୍ଧ ଜୟ କରିବାକୁ ପଡ଼ିବ। ବୃଦ୍ଧ ରାଜା ହେବାକୁ ଚାହାନ୍ତି ନାହିଁ। ପ୍ରଜାର ରାଜା। ବୃଦ୍ଧ ରାଜା ହେବାକୁ ଚାହାନ୍ତି ନାହିଁ ପ୍ରଜାର ରାଜା। ଦୟାମାୟାର ପାତ୍ର, ନୀତି ଅନୀତିର ସ୍ତାବକ। ଗୋଟିଏ ଲକ୍ଷ୍ୟ ଆଜି କେବଳ ତାଙ୍କର, ସେ ହେବେ ପରାଜିତର ବିଜେତା। ସୁବର୍ଣ୍ଣକେଶରୀଙ୍କ ଉପରୁ ଆଲୋକ ନିଷ୍ପ୍ରଭ ହୋଇ ଆସିଲା ଏବଂ ତାହା ଚୋଡ଼ଗଙ୍ଗଙ୍କ ଉପରେ କେନ୍ଦ୍ରୀଭୂତ ହେଲା। ଚୋଡ଼ ନୃପତି ତାଚ୍ଛଲ୍ୟରେ ହସି ଉଠିଲେ। ଚୋଡ଼ଗଙ୍ଗ: ହା ହା ହା, ପରାଜିତର ବିଜେତା? ସୂତ୍ରଧାର: ଚୋଡ଼ଗଙ୍ଗ ମଧ୍ୟ ଇଚ୍ଛା କରନ୍ତି ହେବାକୁ ପରାଜିତର ବିଜେତା। ଦେଖାଗଲା ଚୋଡ଼ଗଙ୍ଗ ଅତ୍ୟନ୍ତ ଚିନ୍ତାମଗ୍ନ। ସନ୍ଧି: ଏହିପରି ସେଠାରେ ଚୋଡ଼ଗଙ୍ଗ ଉପସ୍ଥିତ ଥିଲେ। ଅନନ୍ତବର୍ମା ଚୋଡ଼ଗଙ୍ଗ ଦେବ ଭୂପତି, ଚୋଡ଼ଗଙ୍ଗ ନୃପତି, ଶୋଭା ଶ୍ରୀଯୁକ୍ତ ଶାଳପ୍ରାଂଶୁ ଶରୀର, ଦୃପ୍ତ ଅଭିବ୍ୟକ୍ତି ଆଉ ଉନ୍ନତ ଶିର। ଚୋଡ଼ଗଙ୍ଗ ବୀର, ଶୌର୍ଯ୍ୟ ବୀର୍ଯ୍ୟ ଆଉ ଦାମ୍ଭିକର ଅହଙ୍କାର ନେଇ ସେ ଉତ୍କଳ ଆକ୍ରମଣ କରିଥିଲେ। ବିଡ଼ାନାସୀ କଟକ ଦୁର୍ଗରେ ସୁବର୍ଣ୍ଣକେଶରୀଙ୍କୁ ପିଞ୍ଜରାବଦ୍ଧ କରି ନଦୀର ଆର ପାଖରେ ଛକି ରହିଥିଲେ। ସେହି କାଳ ବର୍ଣ୍ଣନା। ଗାୟକ: ରାତିର ଅନ୍ଧକାରେ ନିରୋଳା ଶିବିରରେ ଏକାକୀ ବସି ବସି ଭାଳଇ ଗଙ୍ଗାସୁତ କେଶରୀ ରାଜଜେମା ଲଙ୍ଘିତା ଗଡ଼ସୀମା ସେଠାରେ ହେବ ଯେବେ ସାହସା ଉପସ୍ଥିତ। ସମସ୍ୟା ଘୋରତର କିବା ତା ପ୍ରତିକାର, ହାୟରେ ଗଙ୍ଗାବୀର ପାଏନି ପଥ ସେ ତ। ଚୋଡ଼ଗଙ୍ଗଙ୍କ ମୁହଁରୁ ଆଲୋକ ଅପସାରିତ ହୋଇ ଅନ୍ୟ ଚରିତ୍ରଗୁଡ଼ିକ ଉପରେ ପଡ଼ିଲା।
ସନ୍ଧି। ଚୋଡ଼ଗଙ୍ଗ ସେଇ ଅନ୍ଧକାର ରାତିରେ ଯାହା ଘଟିବ ତାହା ସମାଧାନ ପାଇଁ ପଥ ଖୋଜୁଥିଲେ। ସହସା ଉତ୍କଳ ମନ୍ତ୍ରୀ ବାସୁଦେବ ନିଜ ଆସନ ଛାଡ଼ି ଆଗେଇ ଆସିଲେ। ସୁବର୍ଣ୍ଣକେଶରୀଙ୍କ କାନ ପାଖରେ କ'ଣ ସେ କହିବାକୁ ଲାଗିଲେ। ଏହି ସମୟରେ ସୂତ୍ରଧାର ପ୍ରଶ୍ନ କଲେ, ସୂତ୍ରଧାର, କାହାର ମନ୍ତ୍ରୀ ଆପଣ ବାସୁଦେବ? ସୁବର୍ଣ୍ଣକେଶରୀଙ୍କର ନା ଚୋଡ଼ଗଙ୍ଗଙ୍କର? ଆପଣ ଅପେକ୍ଷା କରନ୍ତୁ। ବହୁ ସମୟ ଆପଣଙ୍କୁ ମିଳିବ ବହୁରୂପୀ ରୂପ ପରିବର୍ତ୍ତନ କରି ଅଭିନୟ କରିବାକୁ। ବସିଯାଆନ୍ତୁ ଆପଣ। ନା ନା, ଆଉ କ'ଣ କହିବେ? ପ୍ରତିବାଦ କରନ୍ତୁ ନାହିଁ। ମୁଁ ଆପଣଙ୍କ ସହିତ ନନ୍ଦିକାଙ୍କର ସମ୍ପର୍କ କଥା କହୁନାହିଁ। ମୁଁ କହୁନାହିଁ କି ବିଶ୍ୱାସ କରିଥିଲେ ଯେମା ଆପଣଙ୍କ ଉପରେ, କି ଭରସାରେ ସେ ଆପଣଙ୍କ ନିକଟକୁ ଆଗେଇ ଯାଇଥିଲେ, ସେ କଥା ବରଂ ଆପଣଙ୍କ କାର୍ଯ୍ୟରୁ ପ୍ରକାଶ ପାଇବ। ସେ କଥା ବରଂ କହିବେ ନନ୍ଦିକା। ସାରା ନାଟକ ସେଇଥିପାଇଁ ରହିଛି। ସେ କହିବେ ଆପଣଙ୍କ କଥା, ସୁବର୍ଣ୍ଣକେଶରୀଙ୍କ କଥା, ଚୋଡ଼ଗଙ୍ଗଙ୍କ କଥା, ପ୍ରଜାକୁଳଙ୍କ କଥା, ଆଉ ନିଜ କଥା। ମଞ୍ଚ ଅନ୍ଧକାର ହୋଇ ଆସୁଥିଲା। ସନ୍ଧି। ରାତିର ମଧ୍ୟ ଯାମରେ ବିଡ଼ାନାସୀ କଟକରେ ପ୍ରହରୀ 2 ଜଣ ଡାକ ମାରି ମାରି ପ୍ରହରା ଦେଉଥିଲେ। ଦୁର୍ଗର ଏକ ଅଟ୍ଟାଳିକା ସୋପାନର ପାଦଦେଶରେ ସେ ଦୁହେଁ ପରସ୍ପରକୁ ଭେଟିଲେ। ମଞ୍ଚ ସମ୍ପୂର୍ଣ୍ଣ ଅନ୍ଧାର ହୋଇ ପୁଣି ଆଲୋକିତ ହେଲା। ଦେଖାଗଲା ପହରା ଦେଉଛନ୍ତି 2 ଜଣ ପାଇକ ଯୁବକ, କାଳିଆ ଆଉ ପଞ୍ଚୁଆ। କାଳିଆ, 1 2 1 ଡାକ ହୁସିଆର ଡାକ। ପଞ୍ଚୁଆ, 1 2 1 ମୋର ସାବଧାନ ଡାକ। କାଳିଆ, ସାବଧାନ ନୁହେଁ, ହୁସିଆର ଛାଡ଼ ରଡ଼ି। ପଞ୍ଚୁଆ, ମୋ ଉପରେ କିଆଁ ଯାଉଛୁ ଏମିତି ଚିଡ଼ି? କାଳିଆ, ଚିଡୁନି ଗେଡ଼ରେ ପହରା ଡାକତ ଏଇ। ପଞ୍ଚୁଆ, ସାବଧାନ ଡାକେ ବିଗିଡ଼ି ଯିବ କି ଭାଇ? କାଳିଆ, କଟୁଆଳ ପୁଅ କହିଲା ମତେ ଏଇଆ। ପଞ୍ଚୁଆ, ମତେ ଯା କହିଲା ଡାକୁଛି ମୁଁ ତ ସେଇଆ। କାଳିଆ, ତାହେଲେ ଡାକିବା ହୁସିଆର ସାବଧାନ। ପଞ୍ଚୁଆ, କହିଲୁ ଯାହାରେ ରାଜି ହେଲା ମୋର ମନ। ଡାକି ଡାକି ଦୁହେଁ ପହରା ଦେଲେ। କାଳିଆ, 1 2 3 1 2 3 ହୁସିଆର ସାବଧାନ। ପଞ୍ଚୁଆ, 2 3 4 ସାବଧାନ ହୁସିଆର। କାଳିଆ, ହୋ ହୁସିଆର ସାବଧାନ ହୁସିଆର। ପଞ୍ଚୁଆ, ହୋ ହୁସିଆର ସାବଧାନ। ହଠାତ୍ ଦୁହେଁ ଅଟକି ଗଲେ। କାଳିଆ, ଦେଖୁଛୁ ରେ। ପଞ୍ଚୁଆ, କ'ଣ ରେ? କାଳିଆ, କଣାଟାଏ କି ରେ, ଦିଶୁନି କିଛି? ପଞ୍ଚୁଆ, କଣା ହେଲେ ଆର ଆଖି ତ ଅଛି। କାଳିଆ, ରାତି କିନା କାଳେ ଥିବ ଉଣା ଦେଖିବା। ପଞ୍ଚୁଆ, ଅନ୍ଧାର ତ ନାହିଁ ଏବେ ଅଛି ଚନ୍ଦ୍ରମା। କାଳିଆ, ହେ ପଟରେ ଦେଖ, ସେଠି ଚାଲୁଛି କିଏ? ପଞ୍ଚୁଆ, ଏଁ ହେ ପଟରେ ବୁଲେ କିଏ ଭୂତ ପରାଏ? କାଳିଆ, ଭୂତ ନୁହେଁ, ଗୋଡ଼ ହାତ ମଣିଷ ପରି। ପଞ୍ଚୁଆ, ହଁ ତ, ଦିଶୁଛି ସିଏ ମାଇପି ସରି। କାଳିଆ, ଚାଲ ଯିବା ପଚାରିବା କିଏ ସେ ସେଠି। ପଞ୍ଚୁଆ, ଚାଲ ସେଇ ପରା ଆମ ପାଇଟି। ପାଇକ ଦୁହେଁ ଛାତ ଉପରକୁ ଉଠିଲେ। ସନ୍ଧି। ଅଟ୍ଟାଳିକା ଉପରେ ରାଜଦୁଲାଳି ନନ୍ଦିକା ଉପସ୍ଥିତ ଥିଲେ। ଗଭୀର ଭାବନା ହେତୁ ନିଦ୍ରା ଦେବୀଙ୍କ କୋଳରେ ସେ ଶାନ୍ତ ନ ମଣିଲେ। ଆହତା ହରିଣୀ ପରି ସେଠାରେ ସେ ବିଚରଣ କରୁଥିଲେ। ଏ ସମୟରେ
ବେନି ପ୍ରହରୀ ସେଠାରେ ଉପସ୍ଥିତ ହେଲେ। ପୂର୍ବରୁ ସେମାନେ କେବେ ଜେମାଙ୍କୁ ଦେଖି ନଥିଲେ, ତେଣୁ ଚିହ୍ନି ନ ପାରିଲେ। ସେମାନଙ୍କ ପରି ସେ ଏକ ନାରୀ ପ୍ରହରୀ ବୋଲି ବିଚାରିଲେ। ରାଜକନ୍ୟା ମଧ୍ୟ ନିଜର ପରିଚୟ ଗୋପନ ରଖିଲେ। ଆତ୍ମୀୟ ପରି ପ୍ରହରୀମାନଙ୍କ ସଙ୍ଗେ ବ୍ୟବହାର କଲେ। ସରଳ ଗ୍ରାମୀଣ ପାଇକ ଦୁଇଟି ନିଜକୁ ଭୁଲିଗଲେ। ଜେମାଙ୍କ ସହିତ ହସଖୁସିରେ ମଜ୍ଜିଗଲେ। ତାଙ୍କ ପ୍ରଶ୍ନରେ ନିଜର ପରିଚୟ ଏହିପରି ଜଣାଇଲେ। କାଳିଆ, ହେନ୍ତାଳ ବଣରେ ବାଘ ହେଣ୍ଟାଳେ ଲୋ, ନଈରେ ଭାସଇ ନାଆ, ବଅର ପାଣିରେ ଇଲିଶି ଛକେ ଲୋ, କାଳିଆ ପାଟ ମୋ ଗାଁ। ନାଆ ଅଟେ ମୋର କାଳିଆ ନାହାକ, ଗାଁର ଭେଣ୍ଡିଆ ଟୋକା, ବିଡ଼ାନାସି ଗଡ଼ ଦେଖଇ ନୁଆଲୋ, ଆଖି ହୋଇଯାଏ ଥକା। ପଞ୍ଚୁଆ, ନୂଆ ବୋଲି ତୁଠ ନଈ ହେ ପାଟଲୋ, ନୂଆ ବୋଲି ତୁଠ ନଈ ହେ ପାଟେଲୋ, ସେଇ ତ ମୋର ଗାଁ। ନୂଆ ବୋଲି ତୁଠ ନଈ ହେ ପାଟେଲୋ, ସେଇ ତ ମୋର ଗାଁ। ବୋଉ ଗେହ୍ଲା ପୁଅ ବାପା ଦେଇଥିଲା, ପଞ୍ଚୁଆ ପ୍ରଧାନ ନାଆ। ପଞ୍ଚୁଆ, ବୋଉ ଗେହ୍ଲା ପୁଅ ବାପା ଦେଇଥିଲା, ପଞ୍ଚୁଆ ପ୍ରଧାନ ନାଆ। ପାନ ବରଜରେ ନ ବାନ୍ଧେ କେବେ, ପୋତଇ ଇଙ୍କର କାଠି, ରାତିରେ ଜଗଇ ମାଣ୍ଡିଆ କିଆରି, ଦିନରେ ଚଷଇ ମାଟି। ନନ୍ଦିକା ପାଇକ ଦୁଇ ଜଣଙ୍କ କଥା ଶୁଣୁଥିଲେ। ପାଖକୁ ଆସି ପଚାରିଲେ, ନନ୍ଦିକା, କେବେ ତୁମେ ଏଠିକି ଆସିଛ? କାଳିଆ, ଆମେ ଇସା ପରେ, ହେଇ ସେଦିନ ଆଇଲି ମୁଁ ଏଠିକି। ପଞ୍ଚୁଆ, ପୁନେଇ ଚାରି ଦିନ ଥିଲା ମୁଁ ଆଇଲି। କାଳିଆ କାନ୍ଦ କାନ୍ଦ ହୋଇ, ମୋତେ ଧରି ଆଣିଲେ। ପଞ୍ଚୁଆ, ମୋ ବୋପା ପାଇକ ଥିଲା, ନଢ଼େଇ କରୁଥିଲା, ହାଣ ଖାଇଗଲା। କଟୁଆଳ ଯାଇ କହିଲା, ଆ, ତୋ ବାପା କାମ କରିବାକୁ ହବ। କାଳିଆ, ମୋତେ ବି ଧରି ଆଣିଛନ୍ତି। ମେତେ କହିଲେ ସବୁ ଟୋକା ମେତେ ବି ଧରି ଆଣିଛନ୍ତି। ମେତେ କହିଲେ ସବୁ ଟୋକା ନଢ଼େଇ କରିବେ। ହାଣ ଖାଇ ଖାଇ ନୋକ ଉଣା ପଡ଼ିଲେଣି। ନନ୍ଦିକା, ଯୁଦ୍ଧରେ ଅନେକ ହାଣ ଖାଇଛନ୍ତି, ଅନେକ ହାଣ ଖାଇବେ। ତୁମେମାନେ ମଧ୍ୟ କେତେ କିଶୋର, କେତେ ନିରୀହ। କାଳିଆ, ଭୟ ପାଇ ଆମେ ଗାଁକୁ ଫେରିଯିବୁ। ନନ୍ଦିକା, ଯୁଦ୍ଧରୁ କେହି ଫେରିଯାଏନା। ପଞ୍ଚୁଆ, ମୋ ପାନ ବରଜ। କାଳିଆ, ମୋ ହୁଲି ଡଙ୍ଗା। ପଞ୍ଚୁଆ, ମୋ ବିଲବାଡ଼ି। କାଳିଆ, ମୋ ମାଛ ଧରା। ନନ୍ଦିକା, ସବୁ ଶେଷ। କାଳିଆ, କଥାଟେ କହିବି? ନନ୍ଦିକା, କୋଉ କଥା? କାଳିଆ, ମେତେ କଟୁଆଳ କହିଛି, ଆଗ ପହରା ଦେ, ଖଣ୍ଡା ଶିଖିଗଲେ ନଢ଼େଇକି ଯିବୁ। ପଞ୍ଚୁଆ, ଦିନରେ ଖଣ୍ଡା ଖେଳ ଶିଖୁଛୁ। କାଳିଆ, ଫଡ଼ି ବୁଲୁଛୁ। ପଞ୍ଚୁଆ, ରାତିରେ ପହରା ଦଉଛୁ। କାଳିଆ, କାଲି ଗଡ଼ଚଣ୍ଡୀ ମନ୍ଦିର ଆଗ ରାସ୍ତାରେ ପହରା ପଡ଼ିଥିଲା। ପଞ୍ଚୁଆ, ଆଜି ଉଆସ ଚାରିପାଖରେ ପହରା। କାଳିଆ, ଆମକୁ ତ କଟୁଆଳ ଧରି ଆଣିଥିଲା। ପଞ୍ଚୁଆ ନନ୍ଦିକା ପ୍ରତି, ତମକୁ ଆଣିଲା କିଏ? ନନ୍ଦିକା, ମୋତେ। କାଳିଆ, ହଁ, କଟୁଆଳ କହୁଥିଲା, ପୁଅ ଆଉ ମିଳୁନାହାନ୍ତି, ମାଇପେ ଏଥର ଆସିବେ। ନନ୍ଦିକା, ସମସ୍ତେ ଆସିବେ, ଶେଷ ଲୋକଟି ପର୍ଯ୍ୟନ୍ତ ଆସିବେ। କାଳିଆ, କୋଉଠି ତମ ଗାଁ? ପଞ୍ଚୁଆ, ବୋପା କ'ଣ କରୁଥିଲା? କାଳିଆ, ଖଣ୍ଡା ବୁଲେଇ ଶିଖିଲଣି? ପଞ୍ଚୁଆ, ପହରା ଦଉଛ, ଖଣ୍ଡା କାହିଁ, କୋନ୍ତା କାହିଁ? କାଳିଆ, କେବେ ଆସିଲ? କ'ଣ
କଟୁଆଳ ଧରି ଆଣିଥିଲା? ନନ୍ଦିକା ଦୀର୍ଘଶ୍ୱାସ ପକାଇ, ନା, ନିଜେ ଆସିଛି। କାଳିଆ, ନିଜେ କାହିଁକି ଆଇଲ? ପଞ୍ଚୁଆ, ନିଜେ ନିଜେ ଉଆସ ଛାତ ଉପରେ ପହରା ଦଉଛ? ନନ୍ଦିକା, ହଁ, ନିଜେ। କାଳିଆ, କାହିଁକି? ନନ୍ଦିକା, ନଈ ଆର ପାଖକୁ ଦେଖୁଛ? କାଳିଆ ଦୂରକୁ ଦେଖି, ହେ ପଟେ? ହଁ, ହେ ପଟେ ବାଲିପଠା, ତା ଆର ପଟେ ଛାଉଣି, ଶତ୍ରୁ ଛାଉଣି। ପଞ୍ଚୁଆ, ମଶାଲ ସବୁ ହେପଟ ସେପଟ ହେଉଛି। ମଶାଲ ସବୁ ହେପଟ ସେପଟ ହଉଛି। କାଳିଆ, ଶତ୍ରୁ ସୈନ୍ୟମାନେ ପହରା ଦଉଛନ୍ତି। ନନ୍ଦିକା, ତୁମେ ଶତ୍ରୁକୁ ଜାଣିଛ? ପଞ୍ଚୁଆ, ଆମେ କେମିତି ଜାଣିବୁ? ନନ୍ଦିକା, ଯାହାକୁ ତୁମେ ଜାଣିନା ସେ ତୁମର ଶତ୍ରୁ। ରାଜାର ଶତ୍ରୁ, ତେଣୁ ତୁମର ଶତ୍ରୁ। ପଞ୍ଚୁଆ, ତେମେ ଜାଣିଛ? ନନ୍ଦିକା, ଜାଣେ। ନିର୍ଭୀକ, ଉନ୍ନତ, ଶଙ୍କାହୀନ। କାଳିଆ, ଦେଖିଛ ତାଙ୍କୁ? ନନ୍ଦିକା, ଦେଖିଛି। ସୁନ୍ଦର, ତରୁଣ। ଦେଖିଛି, ଦୂରରୁ ଦେଖିଛି। ସୈନ୍ୟବାହିନୀ ଆଗରେ ଚାଲିଥାନ୍ତି ବୀର ଦର୍ପରେ। ନିକଟରେ ଦେଖିଛି। ମୋ ଦିଗ୍ବଳୟ ଭେଦ କରି ସେ ଯେତେବେଳେ ଆସନ୍ତି ନୂତନ ତୂର୍ଯ୍ୟନାଦ କରି। କାଳିଆ, ପଞ୍ଚୁଆ, ମୁଁ କିଛି ବୁଝିପାରୁନାହିଁ ରେ। ପଞ୍ଚୁଆ, ମୁଁ ବି କିଛି ବୁଝିପାରୁନାହିଁ ରେ। କାଳିଆ, ସତ କହ, ତେମେ କିଏ? ପଞ୍ଚୁଆ, ତେମେ ଭୂତ ନୁହଁ? କାଳିଆ, ପ୍ରେତ ନୁହଁ କି ପିଶାଚ ନୁହଁ? ପଞ୍ଚୁଆ, ପିତାଶୁଣୀ ନୁହଁ? ନନ୍ଦିକା, ନା। ପାଖକୁ ଆସି ଦୁହିଁଙ୍କ ହାତ ଧରି, ମୁଁ ତୁମରି ଭିତରୁ ଜଣେ, ଆମେ ଏକା। କାଳିଆ, ପଞ୍ଚୁଆ, ନନ୍ଦିକା। କାଳିଆ, ପଞ୍ଚୁଆ, ମତେ ଡର ମାଡୁଛି। ପଞ୍ଚୁଆ, ବରଡ଼ା ପତର ପରି ଛାନିଆରେ ମୋ ଦେହ ଥରିଲାଣି। ବରଡ଼ା ପତର ପରି ଛାନିଆରେ ମୋ ଦେହ ଥରିଲାଣି। ନନ୍ଦିକା, ଡରନା, ଡର ଭୟ ଭାଙ୍ଗିଦିଅ। କାଳିଆ, କେମିତି? ନନ୍ଦିକା, ଗାଁରେ ଯେମିତି ନିର୍ଭୟରେ ବୁଲୁଥିଲ, ହସ ଖୁସିରେ ଖେଳୁଥିଲ, ସେମିତି। କାଳିଆ, ପଞ୍ଚୁଆ ଉଭୟ କହିଲେ, ସେମିତି? ନନ୍ଦିକା, ହଁ, ସେମିତି। ନନ୍ଦିକାଙ୍କୁ ମଝିରେ ରଖି ସେମାନେ ଗାଇ ଉଠିଲେ ଗୀତ, ପାଦରେ ଛନ୍ଦ। କାଳିଆ, ପଞ୍ଚୁଆ। କଳାକଳେବର କହ୍ନେଇ ବୃତ୍ତେ। ଗାଁର କଦମ୍ବ ମୂଳରେ ଭାଇ ଭଉଣୀ ମେଳ, ଆସରେ ହରଷେ ଖେଳିବା ବୋହୂ ବୋହୁକା ଖେଳ। ଆଦ୍ୟ ମାର୍ଗଶିର କାକର, ପୁଷ ଦାରୁଣ ଶୀତ, ମାଘ କୁହୁଡ଼ିରେ ନ ଡରି ଚାଲ ଗାଇବା ଗୀତ। ଫଗୁ ବଳି ଦେହେ ଫଗୁଣେ, ମଲ୍ଲି ଚଇତ ମାସେ, ବୈଶାଖ ଖରା ତାପରେ ଦେହେ ଚନ୍ଦନ ବାସେ। ଜ୍ୟୈଷ୍ଠେ ପାଚେ ଆମ୍ବ ପଣସ, ମେଘ ଆଷାଢ଼ ଦିନେ, ଖରା ବରଷାରେ ନ ମାନି ଖେଳୁ ଆନନ୍ଦ ମନେ। ଶ୍ରାବଣର ଧାରା ବରଷା, ଭଦ୍ରେ କେତକୀ କିଆ, ଆସିସେ ଚନ୍ଦ୍ରମା ସୁଷମା, ପ୍ରାଣ ମନ ମତୁଆ। କାର୍ତ୍ତିକ ମାସର ହବିଷ, ମନେ ଆଣଇ ବଳ, ଗାଁ ଦାଣ୍ଡେ ଆମେ ଖେଳୁରେ ବୋହୂ ବୋହୁକା ଖେଳ। କଟୁଆଳ ଦୂରରୁ, କାଳିଆ ପଞ୍ଚୁଆ କୋଉଠିରେ? କାଳିଆ, ପଞ୍ଚୁଆ କୋଉଠିରେ? କାଳିଆ, ପହରା ଦଉଚୁ ଏଇଠିରେ। କଟୁଆଳ, ପହରା ଦଉଚ ଗୀତ ଗାଇ ଗାଇ, ବୋକା କ'ଣ ମତେ ପାଇଚରେ? ରହ ରହ ମୁଁ ଯାଉଚି ରେ। କାଳିଆ, ପଞ୍ଚୁଆ ଡରି ଯାଇଥିଲେ। ନନ୍ଦିକା, ଡରନା, ମୁଁ ଅଛି, କିଛି ହବ ନାହିଁ। କଟୁଆଳ କ୍ରୋଧରେ ପହଞ୍ଚି ନନ୍ଦିକାଙ୍କୁ ଦେଖି ହତବାକ୍ ହୋଇଗଲା। ଜେମାଙ୍କୁ ପ୍ରଣାମ କରି, କଟୁଆଳ, ଜେମାମଣିମା, ଆପଣ ଏଠି ଏମାନଙ୍କ ସାଙ୍ଗରେ? ନନ୍ଦିକା,
ନଈ ଆରପାଖେ ଗଙ୍ଗଦେବଙ୍କ ଶିବିରକୁ ଲକ୍ଷ୍ୟ କରୁଥିଲି। ଏମାନେ ପହଞ୍ଚିଗଲେ। ସରଳ ପ୍ରାଣ କାଳିଆ ଆଉ ପଞ୍ଚୁଆ ସେମାନଙ୍କ ସାଥିରେ ଖେଳୁଥିଲି, ନାଚୁଥିଲି। କାଳିଆ ପଞ୍ଚୁଆ ଉଭୟ କହିଲେ ଭୟରେ ଥରି ଥରି, ଜେମାମଣି ମା, ଆମେ ନନ୍ଦିକା ହସି ହସି, ଭୟ କରନା, କିଛି ହେବ ନାହିଁ ତୁମର। ନନ୍ଦିକା ଧୀରେ ଧୀରେ ସେଠାରୁ ଚାଲିଗଲେ। କଟୁଆଳ ତାକିଦ କରିବା କଣ୍ଠରେ, କାଳିଆ ପଞ୍ଚୁଆ। କାଳିଆ, ଆମେ ଜାଣିପାରିଲୁ ନାହିଁ। ପଞ୍ଚୁଆ, ଆମେ ଭାବିଲୁ ଆମ ପରି ସିଏ ବି ପହରା ଦେଉଛନ୍ତି। କଟୁଆଳ, ତମ ଭାଗ୍ୟରେ, ତମ ଭାଗ୍ୟ। କାଳିଆ, ପଚାରିବି? କଟୁଆଳ, କ'ଣ? କାଳିଆ, ଜେମାଟା ପାଗିଳି କିରେ? ପଞ୍ଚୁଆ, ପାଗିଳି ନ ହେଇଥିଲେ କ'ଣ ଏମିତି? କଟୁଆଳ, ଚୁପ୍, ପହରା ଦିଅ, କାମ କର। କାଳିଆ ପଞ୍ଚୁଆ ସାବଧାନ ହୁସିଆର ଡାକି ଡାକି ବାହାରିଗଲେ। ମଞ୍ଚ ଅନ୍ଧକାର ହେଲା।